ହାଏ ଦର୍ଶକ ବନ୍ଧୁ, ମୁଁ ଜୟଦେବ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆସନ୍ତୁ ଜାଣିବା ଦଶମ ଶ୍ରେଣୀର ଆଗକୁ ହେବାକୁ ଥିବା ଏପ୍ରିଲ ଏକ୍ଜାମ୍ କେମିତି କେମିତି ଭାବରେ କ୍ୱେଶ୍ଚନ୍ ପେପର ଆସିବ ତାର ଏକ ମକ୍ ଟେଷ୍ଟ ଆଜି ଆମେ ଆଲୋଚନା କରିବା। ଚାଲନ୍ତୁ। ଉତ୍କଳ ଜନୀଙ୍କର ଶରୀର କାହା ଦ୍ୱାରା ଦହିତ ହେଉଛି? ସମୁଦ୍ର। ପ୍ରଶ୍ନ ନମ୍ବର 2, କବି ଉତ୍କଳ ଜନୀଙ୍କ ଚାରୁଭାଷାମୟୀ କହି କାହାର ମହତ୍ଵ ପ୍ରତିପାଦନ କରିଛନ୍ତି? ଉତ୍ତର ଅପସନ୍ ଡି, ଓଡ଼ିଆ ଭାଷାର। ପ୍ରଶ୍ନ ନମ୍ବର 3, ତରଙ୍ଗ ପରି କିଏ ଶୋଭା ଧାରଣ କରିଥିବା କବିତାରେ କୁହାଯାଇଛି? ଅପସନ୍ ଏ, ନୀର ପର୍ବତମାଲା। ପ୍ରଶ୍ନ ନମ୍ବର 4, ବନ୍ଦେ ଉତ୍କଳ ଜନନୀ ଡ୍ୟାନ୍ସର ଏକ ମନୋଜ୍ଞ କୃତି? ଅପସନ୍ ବି, ଦେଶାତ୍ମକ ଭାବନା। ପ୍ରଶ୍ନ ନମ୍ବର 5, ବନ୍ଦେ ଉତ୍କଳ ଜନନୀ ଓଡ଼ିଶା ସରକାରଙ୍କ ଦ୍ୱାରା କେଉଁ ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି? ତାର ଉତ୍ତର ହେବ 2020। ଅପସନ୍ ବି, ଏଟା 1920 ହେଇଛି, ଯାହାକି 2020 ହେବ। ପ୍ରଶ୍ନ ନମ୍ବର 6, ସିଂହନାଦର ପ୍ରଥମ ଶବ୍ଦରେ କିଏ କମ୍ପିତ ହେଲା? ଅପସନ୍ ଏ, ମହିମଣ୍ଡଳ। ପ୍ରଶ୍ନ ନମ୍ବର 7, କେତେ ବାର ସିଂହନାଦ ରଡ଼ି ସହିତିରେ ଦୁର୍ଯ୍ୟୋଧନ ଅମର ହୋଇଥାନ୍ତା? ଅପସନ୍ ବି, 3 ବାର। ପ୍ରଶ୍ନ ନମ୍ବର 8, ଭୀମଙ୍କ ସିଂହନାଦ ରଡ଼ି କବିତାଟି ମହାଭାରତର କେଉଁ ପର୍ବରୁ ଆସିଅଛି? ଅପସନ୍ ଏ, ଗଦା ପର୍ବ। ପ୍ରଶ୍ନ ନମ୍ବର 9, କେଉଁ ଦୈତ୍ୟ କୈଳାସ ଉପାଡ଼ି ନେଉଥିଲା? ଅପସନ୍ ଏ, ଅଶ୍ଳେଷା ଦୈତ୍ୟ। ମାନଗୋବିନ୍ଦ କିଏ? ଅପସନ୍ ସି, ଦୁର୍ଯ୍ୟୋଧନ। ପ୍ରଶ୍ନ ନମ୍ବର 11, କାନ୍ତ କବି ଲକ୍ଷ୍ମୀକାନ୍ତ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? କଟକରେ। ପ୍ରଶ୍ନ ନମ୍ବର 12, ଅସହଯୋଗୀର ଆତ୍ମକଥା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ। ପ୍ରଶ୍ନ ନମ୍ବର 13, କାନ୍ତ କବିଙ୍କ ରଚିତ ଉପନ୍ୟାସର ନାମ କ'ଣ? କଣାମାମୁଁ। ପ୍ରଶ୍ନ ନମ୍ବର 14, କେଉଁଠାରେ ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତ କବି ରୂପେ ଘୋଷଣା କରାଯାଇଥିଲା? ଭଦ୍ରକ ହାଇସ୍କୁଲ। ପ୍ରଶ୍ନ ନମ୍ବର 15, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ବ୍ୟଙ୍ଗାତ୍ମକ ଅନୁକରଣରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ରଚନାର ନାମ କ'ଣ? ଅପସନ୍ ବି, ଚଟକ ଚନ୍ଦ୍ରହାସ ଚମ୍ପୁ। ପ୍ରଶ୍ନ ନମ୍ବର 16, ଲେଖକ କାହାକୁ ତାଙ୍କର ଜନ୍ମଭୂମି ବୋଲି କହିଛନ୍ତି? ଅପସନ୍ ଡି, ଭୂମିଷ୍ଠ ହୋଇଥିବା ପଲ୍ଲୀକୁ। ପ୍ରଶ୍ନ ନମ୍ବର 17, ମନୁଷ୍ୟ ବହୁ ପରିମାଣରେ କାହାର ଦାସ? ଅପସନ୍ ବି, ଗତାନୁଗତିକତାର ଦାସ। ପ୍ରଶ୍ନ ନମ୍ବର 18, କୃଷ୍ଣ ଗୋପପୁର ଛାଡ଼ିଗଲା ପରେ କିଏ ଶଶୀ କଲା ପରି ଦୀନା ଓ କ୍ଷୀଣା ହୋଇଗଲେ? ଅପସନ୍ ସି, ପ୍ରେମମୟୀ ରାଧା। ପ୍ରଶ୍ନ ନମ୍ବର 19, ସାରା ମାଉସୀ କେଉଁଠି ବସେ? ଅପସନ୍ ଡି, ତାର ଛୋଟ ପିଣ୍ଡାରେ। ପ୍ରଶ୍ନ ନମ୍ବର 20, ରାଜନୀତିରେ ଆଶ୍ରୟ ନେଉଥିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକମାନେ କେଉଁଠାରେ ବିଦ୍ରୋହର ବହ୍ନି ରଖନ୍ତି? ଅପସନ୍ ଏ, ପୁଷ୍ପିତ ପଲାଶ ବନରେ। ପ୍ରଶ୍ନ ନମ୍ବର 21, ଗୋଦାମରୁ ଲେଖକ କେଉଁ କାଠ କିଣିଥିଲେ? ଅପସନ୍ ଡି, ଦହ କାଠ। ପ୍ରଶ୍ନ ନମ୍ବର 22, କାଠୁରିଆ ତାର ଘର କେଉଁଠି ବୋଲି ଲେଖକଙ୍କୁ କହିଥିଲା? ଅପସନ୍ ବି, ବେତନଟୀ ପାଖରେ। ପ୍ରଶ୍ନ ନମ୍ବର 23, କାଠୁରିଆ ସକାଳୁ କ'ଣ ପିଇ ଆସିଥିଲା? ଅପସନ୍ ଡି, ତୋରାଣି। ପ୍ରଶ୍ନ ନମ୍ବର 24, କାଠୁରିଆର କୁରାଢ଼ୀଟି କେତେ ଓଜନର ଲୁହାରେ ତିଆରି ହୋଇଥିଲା? ଅପସନ୍ ବି, 2 କିଲୋ। ପ୍ରଶ୍ନ ନମ୍ବର 25, କାହା ପାଦରେ ଚେନା ଚୋପଡ଼ା କାଠ ସବୁ ଫୁଟିଯିବ ବୋଲି ଲେଖକ କାଠୁରିଆକୁ କହିଥିଲେ? ଅପସନ୍ ଏ, କୁକୁର। ପ୍ରଶ୍ନ ନମ୍ବର 26, ରାଜନୀତିର ଷଡ଼ଯନ୍ତ୍ରକୁ କ'ଣ ବୋଲି କୁହାଯାଇଛି? ଅପସନ୍ ଏ, ବ୍ରହ୍ମାସ୍ତ୍ର। ପ୍ରଶ୍ନ ନମ୍ବର 27, ଆପଣ କ'ଣ ଇତିହାସ ପୁରୁଷ ଏକଥା କିଏ କହିଥିଲେ? ଅପସନ୍ ବି, ଅଙ୍ଗଦ।
ପ୍ରଶ୍ନ ନମ୍ବର 28 ଯୁଦ୍ଧରେ କେତେ ଜଣ ସେନାପତି ରାଜେଶ କରି ସ୍ଥିର କରିଥିଲେ? ଅପସନ ବି 12 ଜଣ। ପ୍ରଶ୍ନ ନମ୍ବର 29 ସୁବ୍ରତ କି ଚାକିରି କରନ୍ତି? ଅପସନ ବି ଅଧ୍ୟାପକ। ପ୍ରଶ୍ନ ନମ୍ବର 30 ପ୍ରୀତି କାନିରେ କି ଜଳଖିଆ ଧରି ଆସିଥିଲେ? ଅପସନ ବି ଚାଉଳ ଭଜା। ପ୍ରଶ୍ନ ନମ୍ବର 31 ବାଲକଟି ଉଡୁଅଛି ଏହା କେଉଁ ବାକ୍ୟ ନୁହେଁ? ଏହା ବାକ୍ୟ ନୁହେଁ କାହିଁକି? ଅପସନ ବି ଯୋଗ୍ୟତାର ଅଭାବ ଯୋଗୁଁ। ପ୍ରଶ୍ନ ନମ୍ବର 32 ଆସତିର ଅନ୍ୟ ନାମ କଣ? ପଦବିନ୍ୟାସ। ପ୍ରଶ୍ନ ନମ୍ବର 33 ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କଣ କୁହାଯାଏ? ଅପସନ ସି ଖଣ୍ଡ ବାକ୍ୟ। ପ୍ରଶ୍ନ ନମ୍ବର 34 ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ ରେଖାଙ୍କିତ ଅଂଶଟି କେଉଁ ପଦ ବିନା? ଅପସନ ଡି ଅବ୍ୟୟ। ପ୍ରଶ୍ନ ନମ୍ବର 35 ପ୍ରକାର୍ୟାତ୍ମକ ରୂପ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର? ଅପସନ ଡି 5 ପ୍ରକାର। ପ୍ରଶ୍ନ ନମ୍ବର 36 ପ୍ରବଣ ଜଣେ ଶିଳ୍ପୀ ଏହି ବାକ୍ୟରେ କେଉଁଟି ସମାପିକା କ୍ରିୟା? ଅପସନ ଡି ଉହ ଥିବା ଅଟନ୍ତି। ପ୍ରଶ୍ନ ନମ୍ବର 37 ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ କେଉଁ ପ୍ରକାର ବାକ୍ୟ ଗଠିତ ହୁଏ? ଅପସନ ବି ଜଟିଳ। ପ୍ରଶ୍ନ ନମ୍ବର 38 ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏହା କେଉଁ ପ୍ରକାର ବାକ୍ୟ? ଏଠାରେ ଟିପ୍ପଣୀ ଦିଆହଉଛି ବା ବକ୍ତବ୍ୟ ପ୍ରଦାନ କରାହଉଛି ବିବୃତ୍ତି ସୂଚକ ବାକ୍ୟ। ପ୍ରଶ୍ନ ନମ୍ବର 39 ନିମ୍ନୋକ୍ତ ବାକ୍ୟ ଗୁଡିକ ମଧ୍ୟରୁ ସରଳ ବାକ୍ୟଟିକୁ ଚିହ୍ନାଅ। ଅପସନ ସି ଝଡ଼ କମିବାରୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ। ଆଉ ଗୋଟେ କଥା ଓ ଯଦି ଲାଗିଥିବ ସେଇଟା ହେବ ଯୌଗିକ ବାକ୍ୟ ଓ ଏବଂ କିନ୍ତୁ ମାତ୍ର ପରନ୍ତୁ ଯଦି ଲାଗିଥିବ ତାହେଲେ ତାହା ଯୌଗିକ ବାକ୍ୟ ହେବ। ଯଦି ହରି ଭଲ ନାଚିବ ତେବେ, ଯଦିଓ, ତେବେ ଏଇ ଶବ୍ଦ ଗୁଡିକ ଯଦି ଆସିବ ତାହେଲେ ତାହା ଜଟିଳ ବାକ୍ୟ ହେବ। ଘରେ ଅଶାନ୍ତି ଦେଖା ଦେଇଛି ତେଣୁ ମୁଁ ସଭାକୁ ଯାଇପାରୁନାହିଁ। এটা ମଧ୍ୟ ଯୌଗିକ ବାକ୍ୟରେ ଆସିବ। ପ୍ରଶ୍ନ ନମ୍ବର 40 ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା ଏହାକୁ ସଂକ୍ଷେପଣ କଲେ ହେବ ପାନରା ଗ୍ରାମାନ୍ତର ଗଲା। ଏହି ସଂକ୍ଷେପଣ କାହା ସହାୟତାରେ କରାଯାଇଛି? ଅପସନ ଏ କ୍ରୋଧିତ। ପ୍ରଶ୍ନ ନମ୍ବର 41 ନିମ୍ନୋକ୍ତ କେଉଁ ଶବ୍ଦରେ ନତ୍ୱବିଧି ନିୟମର ଉଲ୍ଲଂଘନ ଘଟିଛି? ଅପସନ ଡି ରଚନା। ପ୍ରଶ୍ନ ନମ୍ବର 42 ନିମ୍ନୋକ୍ତ କେଉଁ ଶବ୍ଦରେ ର ପରେ ପ ବର୍ଗର ବର୍ଣ୍ଣ ବ୍ୟବଧାନ ଥିବାରୁ ନ ସ୍ଥାନରେ ଅଣ ହୋଇଛି? ଅପସନ ବି ଦର୍ପଣ। ପ୍ରଶ୍ନ ନମ୍ବର 43 ନିମ୍ନ ପ୍ରଦତ୍ତ କେଉଁ ଶବ୍ଦରେ ବିସର୍ଗ ସନ୍ଧିଜାତ ଦନ୍ତ୍ୟ ମୂର୍ଧନ୍ୟ ହୋଇଛି? ଅପସନ ଏ ଚତୁଷ୍ପଦ। ପ୍ରଶ୍ନ ନମ୍ବର 44 ସତ୍ତ୍ୱବିଧି ନିୟମର ବ୍ୟତିକ୍ରମ ଘଟିଥିବା ଶବ୍ଦଟିକୁ ଚିହ୍ନାଅ। ଅପସନ ସି ଅନୁସନ୍ଧାନ। ପ୍ରଶ୍ନ ନମ୍ବର 45 ଐକ୍ୟତା ଶବ୍ଦରେ କେଉଁ ପ୍ରକାର ଅଶୁଦ୍ଧି ରହିଛି? ଅପସନ ବି ବିଶେଷ୍ୟ ବିଶେଷଣଗତ। ପ୍ରଶ୍ନ ନମ୍ବର 46 ଶୁଦ୍ଧ ଶବ୍ଦଟିକୁ ବାଛ। ଅପସନ ବି ମିନତି। ପ୍ରଶ୍ନ ନମ୍ବର 47 କେଉଁ ଶବ୍ଦଟି ଅଶୁଦ୍ଧ? ଅପସନ ଏ ଶାରୀରିକ। ପ୍ରଶ୍ନ ନମ୍ବର 48 କେଉଁ ଶବ୍ଦଟିର ଶୁଦ୍ଧ ରୂପ? ଅପସନ ବି ଆନୁଷଙ୍ଗିକ। ପ୍ରଶ୍ନ ନମ୍ବର 49 ନିମ୍ନ ପ୍ରଦତ୍ତ କେଉଁ ଶବ୍ଦରେ ସନ୍ଧିଗତ ଅଶୁଦ୍ଧି ରହିଛି? ଅପସନ ଡି ଦୁରାବସ୍ଥା। ପ୍ରଶ୍ନ ନମ୍ବର 50 କେଉଁଟି ଅନୁସୂୟା ଶବ୍ଦଟିର ସଂଶୋଧିତ ରୂପ? ଅପସନ ସି ଅନୁସୂୟା। ଅପସନ ସି ସପ୍ରସଙ୍ଗ ସରଳାର୍ଥ ଲେଖ ଏପରି ଭାବରେ ପଢିପାରେ ପୂତ ପରିଧି ବିଧୌତ ଶରୀରା ତାଲତମାଲ ସୁଶୋଭିତ ତୀରା। କେମିତି ଲେଖିବେ ସରଳାର୍ଥ? এই ଚ୍ୟାନେଲରେ ସରଳାର୍ଥକୁ ନେଇକି ଗୋଟିଏ ଭିଡ଼ିଓ ଅପଲୋଡ଼ କରାହେଇଛି। ଯଦି ଦେଖିନଥିବେ ଯାଇକି ଦେଖିଦେବେ, ଯାହାଦ୍ୱାରା ଦେଖିପାରିବେ କିପରି ଭାବରେ କେଉଁଭଳି ଭାବରେ ସରଳାର୍ଥ ଲେଖିପାରିବେ, ଯାହାଦ୍ୱାରା ଅଧିକରୁ ଅଧିକ ମାର୍କ ପାଇପାରିବେ। ବିନା ଏମ୍ବିଡି ଗାଇଡ଼ ଦେଖିକି ଯାଇକି ଦେଖିଦେବେ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଏହିପରି ଭାବରେ ପଡ଼ିବାର ସମ୍ଭାବନା ଅଛି। ଦେଖିଦେବେ ମନୁଷ୍ୟକୁ ବହୁ ପରିମାଣରେ ପରମ୍ପରାର ଦାସ ବୋଲି କହିବାର ଯଥାର୍ଥତା କ'ଣ? ପ୍ରଶ୍ନ ନମ୍ବର 2 ବା କିମ୍ବା ବନ୍ଦେ ଉତ୍କଳ ଜନନୀ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର। ନିବନ୍ଧ ଲିଖନ ଏଟା ମୋ ହିସାବରେ ଆଣୁଛି ଏହିପରି ଭାବରେ ପଢ଼ି ବି ପାରେ, ଦେଖିକି ଯିବେ, ପଢ଼ିକି ଯିବେ ଆଉ ହେପ୍ରେଲି ଏକ୍ଜାମରେ ଭଲ ମାର୍କ ଆସିପାରିବ ବୋଲି ମୋର ବିଶ୍ୱାସ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ।